ଏବେ ଯେହେତୁ ମେରୁ ମାସ ଚାଲିଛି ତ ମୁଁ ପୁରାପୁରି ସାଧା ଖାଉଛି, କିନ୍ତୁ ହଜବେଣ୍ଡଙ୍କର ଯେହେତୁ ଆଜି ବୁଧବାରଟା ଥିଲା କାହିଁକି ସେ ବିରକ୍ତ ହେବେ, ସେଥିପାଇଁ ମୁଁ କହିଲି ଖୁସିରେ ଟିକେ ଖା, ସେଥିପାଇଁ ଯାଅ କିଛି ତମ ମନ ପସନ୍ଦରେ ଯାହା ବି ଇଚ୍ଛା ହେଉଛି ସେମିତି ମାଛ ନେଇ ଆସ। ତ ସିଏ ଏଇଠି ମାଛ ନେଇ ଆସିଥିଲେ, ଛୋଟ ନୁହେଁ କି ବଡ଼ ନୁହେଁ, ମିଡ଼ିୟମ୍ ସାଇଜ୍ର ମାଛ। ନା ତ ମୁଁ କହିପାରିବିନି କାହିଁକି ନା ମାଛ ବିଷୟରେ ମୋତେ ବହୁତ କମ୍ ହିଁ ଆଇଡ଼ିଆ। ତ ମାଛ ଏଇଠି ମୁଁ ତାଙ୍କୁ କହିଦେଇଥିଲି ସେ ବାଛିଦେବା ପାଇଁ, ତ ସିଏ ଏଇଠି ମାଛ ରେଡ଼ି କରିଦେଉଥିଲେ। ଯେହେତୁ ମୋତେ ମାଛ ବିଷୟରେ ଏତେ ଆଇଡ଼ିଆ ନାହିଁ ତ ବଛାବଛି ମୋତେ ପ୍ରାୟ ଆସେନି, ତ ସିଏ ଏଇଠି ହେଲ୍ପ କରିଦିଅନ୍ତି। ତ ମାଛକୁ ମୁଁ ଏଇଠି ଧୋଇ ଧାଇ କରିକି ତାଙ୍କୁ ପାଣି ପକେଇକି ଦେଇଥିଲି, ଯେହେତୁ ସେ ସବୁ ମାଛ ଏନେ ବଛାବଛି କରିକି ଦେଇଦେବେ। ତ ଏଇଠି ମୁଁ ଭାତ ବି ଲଗେଇ ଦେଇଥିଲି। ଆଗରୁ ନା ହଜବେଣ୍ଡ ଯେତେବେଳେ ନଥାନ୍ତି ଘରେ ତ ପ୍ରାୟ ବୋଉ ଥାଆନ୍ତି, ତ ସେ କରିଦିଅନ୍ତି ମାଛ ସବୁ ବଛାବଛି କରିକି ଦେଇଦିଅନ୍ତି, ଆଉ ମୁଁ କେବଳ ତାକୁ ତରକାରୀ ରେଡ଼ି କରିଦିଏ। ତ ଏବେ ତ ବୋଉ ନାହାନ୍ତି କିନ୍ତୁ ହଜବେଣ୍ଡ ସେଇଥିପାଇଁ ଏସବୁରେ ସାହାଯ୍ୟ କରିଦିଅନ୍ତି। ତ ଯେହେତୁ ମେରୁ ମାସ ମୋର ପୁରାପୁରି ସାଧା, ତ ଭାବିଲି ଆଜି ସବୁ ପରିବାପତ୍ର ଆଉ ଦହି ପକେଇକି ପରିବା କାଞ୍ଜି ଗୋଟେ କରିବି। ତ ଟମାଟୋରେ ପ୍ରାୟତଃ ମୁଁ କରେ, କିନ୍ତୁ ଯେହେତୁ ଆଜି ଟମାଟୋ ନଥିଲା ତ ଭାବିଲି ଆଜି ଦହିରେ ଟିକେ କାଞ୍ଜି କରିବି, କାହିଁକିନା ଦହି ମୋତେ ସବୁଥିରେ ପସନ୍ଦ, ଆଉ ଦହିରେ କୌଣସି ବି ଆଇଟମ୍ ମୁଁ ଇନଷ୍ଟାଣ୍ଟ କରିକି ଏକ୍ଜିକ୍ୟୁଟ୍ କରିପାରିବି। ତ ଏଠି ସବୁ ପରିବାକୁ ତେଲରେ ହାଲକା ଟିକେ ଭାଜିକି ତାକୁ ପ୍ରେସରରେ ଡାଇରେକ୍ଟ ମସଲା ଦେଇକି ଏଠି 2-4ଟା ସିଟି ଦେଇଥିଲି, ଆଉ ଏତିକି ଭିତରେ ମୋର ପରିବାପତ୍ର ସବୁ ସିଝି ଯାଇଥିଲା। ବାସ୍ ଏତିକି, ଯେହେତୁ ଫୁଟଣ ଅଲରେଡ଼ି ପକେଇ ଦେଇଥିଲି, ହାଲକା ଟିକେ ଜିରା ଗୁଣ୍ଡ ପକେଇକି ଏଠି ମୁଁ ଢାଙ୍କୁଣି ଦେଇଦେଇ